ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂଜନ ଉତ୍ସବ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପୁରାତନ ଛାତ୍ରଛାତ୍ରୀଙ୍କ ଗହଳି ଲାଗିଛି। ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରିଥିବା 2008 ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହେବାର ସୁଯୋଗ ପାଇଛନ୍ତି। ଏହି ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ଦେଶ ବିଦେଶରେ କର୍ମ ନିଯୁକ୍ତି ପାଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିପାରିଛନ୍ତି। ଏହି ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷାକୁ ଗୁରୁତ୍ୱ ଦେଇ ଏକ ସ୍ୱତନ୍ତ୍ର ଦିଗରେ ଶିକ୍ଷାଦାନ କରି ଅନେକ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଏକ ପରିଚୟ ସୃଷ୍ଟି କରିପାରିଥିବା ଶିକ୍ଷା ଅନୁଷ୍ଠାନ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ବେଳେ ଏହି ଅନୁଷ୍ଠାନରେ ନିଜ ପିଲାମାନଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ଅଭିଭାବକମାନେ ଇଚ୍ଛା ପ୍ରକାଶ କରିଥାନ୍ତି। ଏହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା କ୍ଷେତ୍ରରେ ଏ ଅଞ୍ଚଳ ପାଇଁ ଗର୍ବ ଆଣିଦେଇ ପାରିଛି। ଅନୁଷ୍ଠାନର ପରିଚାଳନା କମିଟି ମଧ୍ୟ ଶିକ୍ଷାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀମାନେ କେମିତି ସରଳ ଭାବରେ ଉନ୍ନତମାନର ଶିକ୍ଷା ଗ୍ରହଣ କରିପାରିବେ ସେଥିପ୍ରତି ସବୁବେଳେ ଦୃଷ୍ଟି ଦେଇ ଆସିଛନ୍ତି। ଅନୁଷ୍ଠାନର ନୀତି ନିୟମ ତଥା ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ୟ ସହଜରେ ସୁସ୍ଥ ମସ୍ତିଷ୍କ ନେଇ ଜ୍ଞାନ ଆହରଣ କରିଥାନ୍ତି। ସେହି ଅନୁଷ୍ଠାନ ମାଟି ଆଜି ଚଳଚଞ୍ଚଳ ହୋଇଉଠିଛି 2008 ପୁରାତନ ଛାତ୍ରଛାତ୍ରୀଙ୍କ ଗହଳିରେ। ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହିଁ ପୂଜ୍ୟ, ଗୁରୁ ହିଁ ନୂତନ ଭବିଷ୍ୟତ ଗଢ଼ିବାରେ ଏକ ପ୍ରମୁଖ ଶକ୍ତି। ସେହି ଗୁରୁ ପାଇଁ ପ୍ରତ୍ୟେକ ମଣିଷ ନିଜ ଜୀବନରେ ଏକ ନୂତନ ଭବିଷ୍ୟତ ଆଲୋକର ସନ୍ଧାନ ପାଇଥାନ୍ତି। କିନ୍ତୁ ଅନେକ ସମୟରେ ନଜରକୁ ଆସିଥାଏ ଯେଉଁ ଗୁରୁ ଦିନେ ମଣିଷର ଚଲାବାଟର ସଠିକ୍ ପାହାଚରେ ଛିଡ଼ା କରାଇ ଏକ ଉଜ୍ଜ୍ୱଳ ଭବିଷ୍ୟତର ଲମ୍ବା ମାଇଲ ଖୁଣ୍ଟକୁ ଅତିକ୍ରମ କରିବା ପାଇଁ ସାହସ ଯୋଗାଇଥାଏ, ସେହି ଗୁରୁ ସମାଜରେ ଅଣଦେଖା ହୋଇଥାଏ। ଗୁରୁ ସବୁଦିନେ ପୂଜ୍ୟ। ଭଗବାନଙ୍କ ଅବତାରରେ ଚାଲି ଜାଣି ନଥିବା ଶିଶୁକୁ ଶିକ୍ଷା କ୍ଷେତ୍ରରେ ଚାଲିବାର ନୂତନ ଆଲୋକ ଦେଖାଇଥିବା ବେଳେ ତଥାପି ଗୁରୁ ଅଲୋଡା ହୋଇ ରହିଯାଏ। ସେହି ଗୁରୁଙ୍କୁ ସସମ୍ମାନ ଜଣାଇବା ଏବଂ ଗୁରୁ ଚିର ନମସ୍ୟର ଏକ ଗୁରୁ ପୂଜନ କାର୍ଯ୍ୟକ୍ରମରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର 2008 ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁ ପୂଜନ ଉତ୍ସବରେ ବିଦ୍ୟା ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ବ୍ରହ୍ମାନନ୍ଦ ସେଠୀ, ତତ୍କାଳୀନ ଆଚାର୍ଯ୍ୟ ମନୋରଞ୍ଜନ ପତି, ଡକ୍ଟର ଚନ୍ଦ୍ରଶେଖର ଦାସ, ଉତ୍ତମ ମହାନ୍ତ, ମାନସ ରଞ୍ଜନ ସାହୁ, ଲିପ୍ଟନ ସାହୁ, ଟଙ୍କଧର ସେଠୀ, ଆଚାର୍ଯ୍ୟ ପଦ୍ମାଳୟା ମିଶ୍ର, ସ୍ୱାଗତିକା ମହାନ୍ତ, ସେବିକା ସରସ୍ୱତୀ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ସହପାଠୀଙ୍କ ସହିତ ଏକାଠି ହେବାର ସୁଯୋଗ ପାଇ ଖୁବ୍ ଆନନ୍ଦ ଅନୁଭବ କରୁଥିଲେ ପୁରାତନ ଛାତ୍ରଛାତ୍ରୀମାନେ। ପରସ୍ପର ମଧ୍ୟରେ ଖୁସିର ଆଦାନ ପ୍ରଦାନ କରି ନିଜ ପ୍ରିୟ ଶିକ୍ଷାନୁଷ୍ଠାନ ମାଟିରେ ଏକାଠି ହେବାରେ ଖୁବ୍ ଉତ୍ସାହିତ ହୋଇଥିଲେ। ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ଏକ ସ୍ୱତନ୍ତ୍ର ସହଯୋଗ କରିଥିବା ଗୁରୁମାନଙ୍କୁ ଯଥା ସମ୍ମାନ ଜଣାଇ ଏକ ସଭା କାର୍ଯ୍ୟ ମାଧ୍ୟମରେ ଗୁରୁ ପୂଜନ କରିଥିଲେ। ଗୁରୁ ପୂଜନ କରିବାର ସୁଯୋଗ ପାଇଥିବା ଯୋଗୁଁ ଗୁରୁ ପୂଜନ କରି ପୁରାତନ ଛାତ୍ରଛାତ୍ରୀମାନେ ନିଜକୁ ଖୁବ୍ ଧନ୍ୟ ମନେ କରିଥିଲେ। ଏହି ଗୁରୁ ପୂଜନ ଉତ୍ସବରେ ଶ୍ରୀନିବାସ ସାହୁ, ସୌମ୍ୟରଞ୍ଜନ ସାହୁ, ରାକେଶ ରଞ୍ଜନ ସାହୁ, ବିବେକାନନ୍ଦ ଦାସ, ସୁମନ୍ତ ସାହୁ, ସତ୍ୟନାରାୟଣ ସାହୁ, ଦେବବ୍ରତ ସାମନ୍ତରାୟ, ସମରାଜ ସିଂ, ଅବିନାଶ ସାହୁ, ରୋହିତ କୁମାର ସାହୁ, ଲିପୁନ ସାହୁ, ସିକନ ସାହୁ, ତପନ ମହାନ୍ତ, ପ୍ରିୟମ୍ବଦା ସାହୁ, ମନୀଷା ମହାନ୍ତ, ରଶ୍ମିତା ସାହୁ, ମୋନାଲିସା ମହାନ୍ତ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପାରମ୍ପରିକ ଢଙ୍ଗରେ ପ୍ରିୟ ଗୁରୁଙ୍କୁ ପୂଜା କରି ତାଙ୍କ ପାଖରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଗୁରୁ ମଧ୍ୟ ନିଜର ପ୍ରିୟ ଶିଷ୍ୟମାନଙ୍କୁ ହୃଦୟ ଭରା ଆଶୀର୍ବାଦ ଦେଇ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ। ଏହି ଗୁରୁ ପୂଜନ କାର୍ଯ୍ୟକ୍ରମଟି ସମାଜ ପାଇଁ ଏକ ପ୍ରେରଣାଦାୟକ ହୋଇ ରହିବ।
କେନ୍ଦୁଝରରୁ ବାସୁଦେବ ସିଂହଙ୍କ ରିପୋର୍ଟ, এবି ନ୍ୟୁଜ୍।